ମୁଁ ଏତିକି କହିବି କଳାକାର ମାନେ ସାବଧାନ ହେଇଯାଆନ୍ତୁ ଚୁକ୍ତି ସମୟରେ। ତେଣୁ ଚୁକ୍ତି କରିବା ପୂର୍ବରୁ 100 ଥର ଚିନ୍ତା କରନ୍ତୁ। ଆଉ ଯେଉଁଠି ଚୁକ୍ତି କରୁଛନ୍ତି ମାନସିକ ସ୍ତରରେ ସେଇଠି ରହିବା ପାଇଁ ଆପଣ ପ୍ରସ୍ତୁତ ବି ରହିବା ଆବଶ୍ୟକ ରହିଛି। ନାଇଁ, ଆମ ପାଖରେ ସେମିତି କିଛି ଲିଖିତ ଅଭିଯୋଗ ବର୍ତ୍ତମାନ ସୁଦ୍ଧା ପହଞ୍ଚି ନାହିଁ। ପହଞ୍ଚିଲା ପରେ ଯାଇକି ଆମେ ପ୍ରପରଲି ଇନଭେଷ୍ଟିଗେସନ୍ କରିବୁ। ତାପରେ ଆମର ସଂଗଠନର କୋର୍ କମିଟି ଅଛି, କୋର୍ କମିଟି ତାକୁ ବିଚାରକୁ ନେଇକି ତାପରେ ପ୍ରତିକ୍ରିୟା ରଖିବାଟା ଉଚିତ ମନେ ହେବ। କିନ୍ତୁ ଆମେ ଏତିକି ଜାଣିଛୁ ଯେଉଁ ଗଣମାଧ୍ୟମରେ ଘୁରି ବୁଲୁଛି ବର୍ତ୍ତମାନ କୋର୍ଟର ମାନ୍ୟବର କୋର୍ଟ ଆଦେଶ ଦେଇଛନ୍ତି ଯେ ଆପଣଙ୍କର ଯାହା ଯାହା ଏଭିଡେନ୍ସ ଅଛି ପିୟୁଷ ନେଇକି ସେଠି ସବମିଟ୍ କରାଇ ସାରିବା ପରେ ମାନ୍ୟବର କୋର୍ଟ ଯାହା ନିଷ୍ପତ୍ତି ନେବେ ବୋଲିକି ଆମେ ବର୍ତ୍ତମାନ ସୁଦ୍ଧା ଯାହା ଏଇ ସୋସିଆଲ ମିଡ଼ିଆରୁ ଜାଣୁଛୁ। କିନ୍ତୁ ଏପର୍ଯ୍ୟନ୍ତ ନା ଆମେ ପିୟୁଷ ସହିତ କଥା ହେଇଛୁ ନା ପ୍ରଯୋଜକଙ୍କ ସହିତ କଥା ହେଇଛୁ, ସହିତ କଥାବାର୍ତ୍ତା ହେଇନାହୁଁ ବର୍ତ୍ତମାନ ସୁଦ୍ଧା। କାହିଁକିନା ଆମ ପାଖରେ ଅଭିଯୋଗ ଆସିବା ପରେ ଯାଇକି ଆମେ ଯାଇକି ଯାହା ଇନଭେଷ୍ଟିଗେସନ୍ କରିପାରିବା। କିନ୍ତୁ ବର୍ତ୍ତମାନ ଗୋଟେ ସମସ୍ୟା ଦେଖାଗଲାଣି। ଏ ଧାରା ବର୍ତ୍ତମାନ ଯାତ୍ରା ଜଗତରେ ଆରମ୍ଭ ହେଇଗଲା। ଏଇ ଯେଉଁ ପ୍ରକ୍ରିୟା ଚାଲିଲା, ତେଣୁ ଆପଣଙ୍କ ଏଇ ଚ୍ୟାନେଲ୍ ମାଧ୍ୟମରେ ମୁଁ ସବୁ ବର୍ଗର କଳାକାରମାନଙ୍କୁ ଅନୁରୋଧ କରିବି, ସେମାନେ ଯେଉଁଠି ଚୁକ୍ତି କରୁଛନ୍ତି ଅଫିସିଆଲି ଚୁକ୍ତି କରନ୍ତୁ ଏବଂ ଉଭୟ ପକ୍ଷ, ପ୍ରଥମ ପକ୍ଷ ଦ୍ୱିତୀୟ ପକ୍ଷର ଯେଉଁ ସର୍ତ୍ତ ରହିଛି ସେଥିରେ ଉଲ୍ଲେଖ ରହିବା ଦରକାର ଏବଂ 2 ଜଣ ୱିଟନେସ୍ ମଧ୍ୟ ସେଠି ରହିବା ଦରକାର। ଆଉ ଯଦି ବଳ ପ୍ରୟୋଗ କରି ଆପଣମାନଙ୍କ ପାଖରୁ ଯଦି କୌଣସି ଏଗ୍ରିମେଣ୍ଟ କରାଉଛନ୍ତି ତାହେଲେ ନିଜ ଜୀବନକୁ ରକ୍ଷା କରି ଆପଣ ସେଠି ଏଗ୍ରିମେଣ୍ଟ କରିକି ଆସିପାରିବେ। ବଟ୍ ସେଇଦିନ ସ୍ଥାନୀୟ ପୋଲିସ୍ ଷ୍ଟେସନରେ ଆପଣ ଯେଉଁଟାକି ଆପଣଙ୍କର ଲୋକାଲ୍ ପୋଲିସ୍ ଷ୍ଟେସନ୍, ଆପଣ ଯେଉଁ ଜାଗାରେ ବାସ କରୁଛନ୍ତି ସେ ଲୋକାଲ୍ ପୋଲିସ୍ ଷ୍ଟେସନରେ ଯାଇ ଗୋଟେ 0 FIR କରନ୍ତୁ, ନଚେତ୍ ଅନଲାଇନ୍ ରେଜିଷ୍ଟ୍ରେସନ୍ ମଧ୍ୟ କରିପାରିବେ ଯେଉଁଠି ଆପଣ ଏଗ୍ରିମେଣ୍ଟ କରୁଛନ୍ତି। ଆଉ ଯେଉଁଠି ଅନଲାଇନ୍ ରେଜିଷ୍ଟ୍ରେସନ୍ ଆପଣ କରିଲେ ସେଇଠୁ 72 ଘଣ୍ଟା ଭିତରେ ଯାଇକି ଯେଉଁ ସ୍ଥାନୀୟ ଯେଉଁ ଜାଗାରେ ଏଗ୍ରିମେଣ୍ଟ ହେଇଥିବ ସେ ଜାଗାରେ ନିଜର ID ପ୍ରୁଫ୍ ସହ ଯାଇକି ଆପଣ ସେଠି ଯାଇକି ପହଞ୍ଚନ୍ତୁ। ନହେଲେ ଆଗାମୀ ଦିନରେ ଏମିତି କଳାକାରମାନେ ନିଶ୍ଚୟ ବିପଦ ମୁଖାବେ ବୋଲି ତାର ପୂର୍ବାଭାସ ଏବେଠୁ ଆରମ୍ଭ ହୋଇଗଲା। ଏ ଧାରା ଚାଲୁ ରହିବ। ତେଣୁ ଚୁକ୍ତି କରିବା ପୂର୍ବରୁ 100 ଥର ଚିନ୍ତା କରନ୍ତୁ। ଆଉ ଯେଉଁଠି ଚୁକ୍ତି କରୁଛନ୍ତି ମାନସିକ ସ୍ତରରେ ସେଇଠି ରହିବା ପାଇଁ ଆପଣ ପ୍ରସ୍ତୁତ ବି ରହିବା ଆବଶ୍ୟକ ରହିଛି। ଏ ପରିପ୍ରେକ୍ଷୀରେ ମୁଁ ଏତିକି କହିବି କଳାକାରମାନେ ସାବଧାନ ହେଇଯାଆନ୍ତୁ ଚୁକ୍ତି ସମୟରେ। ଆଉ ଏସବୁ ଜିନିଷ ମୋ ପାଖରେ କିଛି ନଲେଜ୍ ନାହିଁ। ଯଦି ଏମାନେ ଆଗରୁ ଏଗ୍ରିମେଣ୍ଟ କରିଛନ୍ତି ତାଙ୍କ ପାଖରେ କ'ଣ ଏଗ୍ରିମେଣ୍ଟ ଅଛି, ଆଉ ତାପରେ ପିୟୁଷ ଆଉ ପ୍ରଯୋଜକ ସଂଗଠନ ଉଭୟ ବସିକି କ'ଣ ନିଷ୍ପତ୍ତି ନେଇଥିଲେ ସେ ବିଷୟରେ ଆମ ପାଖରେ କୌଣସି କ'ଣ ବିଚାର ନିଆଯାଇଥିଲା, କ'ଣ ଡିସିସନ୍ ନିଆଯାଇଥିଲା ସେ ବିଷୟରେ ଆମ ପାଖରେ କିଛି ଖବର ନାହିଁ। ତେଣୁ ଯାହା ଈଶ୍ୱରଙ୍କ ଇଚ୍ଛା। କିନ୍ତୁ ମୁଁ ଏଇଆ ଅପିଲ୍ କରିବି ଉଭୟଙ୍କର ଯଦି ବୁଝାମଣା ଠିକ୍ ରହିବ ତାହେଲେ ଏମିତି ପ୍ରୋବ୍ଲେମ୍ ଆଗକୁ ଆସିବ ନାହିଁ। ଆଉ ଏଇ ଯେଉଁ ପ୍ରୋବ୍ଲେମ୍ଟା ବର୍ତ୍ତମାନ କ୍ରିଏଟ୍ ହେଇଛି ଆର ସଲ୍ୟୁସନ୍ ମଧ୍ୟ ବାହାରି ପଡ଼ିବ। ତେଣୁ ଉଭୟଙ୍କର ବୁଝାମଣା ଠିକ୍ ରହିବା ଦରକାର। ଏତିକି ମୁଁ ଅପିଲ୍ କରିବି। ଧନ୍ୟବାଦ। ଜୟ ଶ୍ରୀ ଜଗନ୍ନାଥ।